ଜୟ ଶ୍ରୀରାମ ଜୟ ହନୁମାନ। ଆପଣମାନଙ୍କୁ ଏନ୍କେଟି ନ୍ୟୁଜ୍କୁ ସ୍ୱାଗତ ଜଣାଉଛି। ଆଜି ହେଉଛି 28 ଜୁନ୍ ଶନିବାର। ଆଜିର କିଛି ଟପ୍ ନ୍ୟୁଜ୍ ବିଷୟରେ ଜାଣିବା। ମୋ ସହିତ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ। ଆସନ୍ତୁ ଆଜିର କିଛି ନ୍ୟୁଜ୍ ଅପଡେଟ୍ ବିଷୟରେ ଜାଣିବା। ଭାରତ 2029 ବିଶ୍ୱ ପୋଲିସ ଓ ଅଗ୍ନିଶମ ଖେଳ ପାଇଁ ବିଡ୍ ଜିତିଲା। ଭାରତ 2029 ବର୍ଷର ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ଆୟୋଜନ ପାଇଁ ବିଡ୍ ଜିତିଛି। ଏହି ବିଶ୍ୱସ୍ତରୀୟ ଖେଳ ଗୁଜରାଟର ଅହମ୍ମଦାବାଦ, ଗାନ୍ଧୀନଗର ଓ ଏକତା ନଗରରେ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଏହାକୁ ଗୁଜରାଟ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଏହି ବିଜୟ ପଛରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ନେତୃତ୍ୱ ଥିବା କୁହାଯାଇଛି। ଏଥିରେ 70ରୁ ଅଧିକ ଦେଶର ପୋଲିସ ଓ ଅଗ୍ନିଶମ କର୍ମଚାରୀ ଅଂଶଗ୍ରହଣ କରିବେ। ଏହି ଆୟୋଜନ ଭାରତ ଓ ଗୁଜରାଟ ପାଇଁ ବିଶ୍ୱ ମଞ୍ଚରେ ଗର୍ବର ବିଷୟ। ଭାରତକୁ ଚୋରାଚାଲାଣ ହେଉଥିବା 1115 ଟନ୍ ପାକିସ୍ତାନୀ ସାମଗ୍ରୀ ଜବତ। ମୁମ୍ବାଇର ନାହାବା ସେଭା ବନ୍ଦରରୁ DRI 39ଟି କଣ୍ଟେନର ଭିତରୁ 1115 ଟନ୍ ପାକିସ୍ତାନୀ ମୂଳ ସାମଗ୍ରୀ ଜବତ କରିଛି। ମୂଲ୍ୟ ପ୍ରାୟ 9 କୋଟି ଟଙ୍କା। ଏହି ସାମଗ୍ରୀ ଦୁବାଇ ମାର୍ଗରେ ବେଆଇନ ଭାବେ ଆମଦାନୀ କରାଯାଉଥିଲା ଓ ମିଥ୍ୟାରେ UAE ଉତ୍ପତ୍ତି ଦେଖାଯାଇଥିଲା। DRI ଅପରେସନ ଡିପ୍ ମାନିଫେଷ୍ଟ ମାଧ୍ୟମରେ ଏହି ଅଭିଯାନ ଚଳାଯାଇଥିଲା। ଗୋଟିଏ ଆମଦାନୀକାରୀ ଅଂଶୀଦାର ଗିରଫ ହୋଇଛି। ଭାରତ 2 ମଇ 2025 ଠାରୁ ପାକିସ୍ତାନ ଉପରେ ଆମଦାନୀ ନିଷେଧ ଲାଗୁ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ପଞ୍ଜାବ, ରାଜସ୍ଥାନ, ହରିୟାଣା ଆଡ଼କୁ ପ୍ରବେଶ କରିଛି। ଅନେକ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଭାରତୀୟ ପାଣିପାଗ ବିଭାଗ IMD କହିଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପଞ୍ଜାବ, ରାଜସ୍ଥାନ ଏବଂ ହରିୟାଣାର କିଛି ଅଂଶକୁ ଆହୁରି ଆଗକୁ ବଢ଼ିଛି। ଏହା କହିଛି ଯେ ଆଗାମୀ 3ରୁ 4 ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଂଶଗୁଡ଼ିକରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୁକୂଳ। ଆସନ୍ତାକାଲି ପର୍ଯ୍ୟନ୍ତ କେରଳ, ମାହେ, ଉତ୍ତରାଖଣ୍ଡ, ରାଜସ୍ଥାନ ଏବଂ ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି IMD ପୂର୍ବାନୁମାନ କରିଛି। ପାଣିପାଗ ସଂସ୍ଥା ଆହୁରି କହିଛି ଯେ ଆଜି ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କୋଙ୍କଣ, ଗୋଆ, ଓଡ଼ିଶା, ତାମିଲନାଡୁ, ପୁଦୁଚେରୀ ଏବଂ କରିକାଳରେ ମଧ୍ୟ ବର୍ଷା ହେବ। ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ କିଛି ସ୍ଥାନରେ ଗରମ ଓ ଆର୍ଦ୍ର ପରିସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ପ୍ରବଳ ମୌସୁମୀ ପ୍ରଭାବରେ 2026 ମସିହାରେ ଭାରତର ଚିନି ଉତ୍ପାଦନ 15% ବୃଦ୍ଧି ପାଇବ। ଯୋଗାଣ ଚିନ୍ତା ଦୂର ହେବ। 2026 ଚିନି ଋତୁରେ ଭାରତର ଚିନି ଉତ୍ପାଦନ 15% ବୃଦ୍ଧି ପାଇ ପ୍ରାୟ 35 ନିୟୁତ ଟନ୍ ହେବ ବୋଲି ଆଶା କରାଯାଉଛି। ଏକ କ୍ରେଡିଟ୍ ରେଟିଂ ଏଜେନ୍ସି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ହାରାହାରି ବର୍ଷା ଯୋଗୁଁ ଏହି ବୃଦ୍ଧି ହେବାର ସମ୍ଭାବନା ରହିଛି, ଯାହା ଆଖୁ ଉତ୍ପାଦନ ଏବଂ ଚାଷ ଜମିକୁ ବୃଦ୍ଧି କରିବ, ବିଶେଷ କରି ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଅଧିକ ଉତ୍ପାଦନ ଘରୋଇ ଯୋଗାଣ ଚିନ୍ତାକୁ ହ୍ରାସ କରିବ। ନୀତିଗତ ପରିସ୍ଥିତି ଅନୁକୂଳ ହେଲେ ଏହା ଅଧିକ ଇଥାନଲ ପରିବର୍ତ୍ତନକୁ ସମର୍ଥନ କରିବ ଏବଂ ରପ୍ତାନିକୁ ପୁନଃ ଆରମ୍ଭ କରିବାକୁ ଅନୁମତି ଦେବ ବୋଲି ଆଶା କରାଯାଉଛି। ଡଲାର ତୁଳନାରେ ଟଙ୍କା 23 ପଇସା ବୃଦ୍ଧି ପାଇ 85.48ରେ ପହଞ୍ଚିଛି। ଫରେକ୍ସ ବଜାରରେ ଆଜି ଟଙ୍କା 23 ପଇସା ବୃଦ୍ଧି ପାଇ ଆମେରିକୀୟ ଡଲାର ତୁଳନାରେ 85.48 ପଇସାରେ ବନ୍ଦ ହୋଇଛି, ଯାହାଫଳରେ FIIଙ୍କ ପ୍ରବଳ ପ୍ରବେଶ ଏବଂ ଘରୋଇ ଇକ୍ୱିଟି ବଜାର ଦୃଢ଼ ରହିଛି। ଡଲାର ସୂଚକାଙ୍କ, ଯାହା ଅନ୍ୟ 6ଟି ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକୀୟ ଡଲାରର ଶକ୍ତିକୁ ସୂଚିତ କରେ, ଦିନ ମଧ୍ୟରେ କାରବାରରେ 97.21ରେ କାରବାର ହୋଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ RBI ଏକ 7 ଦିନିଆ ବୈକଳ୍ପିକ ହାର ରିଭର୍ସ ରେପୋ VRR ନିଲାମ ଆୟୋଜନ କରି 84,975 କୋଟି ଅତିରିକ୍ତ ତରଳତା ବ୍ୟାଙ୍କିଂ ପ୍ରଣାଳୀରୁ ଅବଶୋଷଣ କରିଛି।
ଏହି ନିଲାମ 1,00,000 କୋଟି ଟଙ୍କା ଟାର୍ଗେଟ ସହିତ ଥିଲେ ବି ଅନେକ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମିଳି ବିଡ୍ ଦେଇଥିଲେ। କୋଟଫାର 5.49% ଓ WAR 5.45% ରହିଛି। VRRR RBIଙ୍କ ତରଳତା ନୀତିର ଏକ ଅଂଶ, ଯାହା ଅସ୍ଥାୟୀ ଭାବେ ବ୍ୟାଙ୍କରୁ ଅତିରିକ୍ତ ରୁପିଆ ଖେଞ୍ଚି ନେବାକୁ ବ୍ୟବହୃତ ହୁଏ। ଏହି ପଦକ୍ଷେପ ବଜାରର ସ୍ଥିରତା ଓ ସୁଧ ହାର ଉପରେ ନିୟନ୍ତ୍ରଣ ରଖିବାରେ RBIକୁ ସାହାଯ୍ୟ କରେ। ଗତ 11 ବର୍ଷ ମଧ୍ୟରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଗତ 11 ବର୍ଷ ମଧ୍ୟରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ଉପରେ ଆଲୋକପାତ କରିଛନ୍ତି। ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଲେଖା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତୀୟ ରେଳ ଯାତ୍ରାକୁ କିପରି ସହଜ କରାଯାଇଛି, ବିଶେଷ କରି ପବିତ୍ର ଜଗନ୍ନାଥ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ। ଏକ୍ସ ଉପରେ ଏକ ପୋଷ୍ଟରେ ପିଏମ୍ଓ ଇଣ୍ଡିଆ ହ୍ୟାଣ୍ଡେଲ କହିଛି, ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ଗତ 11 ବର୍ଷ ପ୍ରକୃତରେ ଐତିହାସିକ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଲେଖିଛନ୍ତି ଯେ ଭାରତୀୟ ରେଳ ଯାତ୍ରା କିପରି ସହଜ ହୋଇଛି, ବିଶେଷ କରି ମହାପ୍ରଭୁଙ୍କ ପବିତ୍ର ନଗରୀ ଜଗନ୍ନାଥ ପୁରୀକୁ ରଥଯାତ୍ରା ଦେଖିବା ପାଇଁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୁଲାଇରେ 5ଟି ଦେଶ ଗସ୍ତ କରିବେ। ବ୍ରାଜିଲରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୁଲାଇ ମାସରେ 5ଟି ଦେଶ ଗସ୍ତ କରିବେ, ଯେଉଁଥିରେ 5ରୁ 8 ଜୁଲାଇ ପର୍ଯ୍ୟନ୍ତ ବ୍ରାଜିଲରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ 2ରୁ 3 ଜୁଲାଇ ପର୍ଯ୍ୟନ୍ତ ଘାନା ଯିବେ, ଯାହା 3 ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ଘାନା ଗସ୍ତ ହେବ। ସେ 3ରୁ 4 ଜୁଲାଇ ପର୍ଯ୍ୟନ୍ତ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତ କରିବେ। ତାପରେ 4ରୁ 5 ଜୁଲାଇ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଗସ୍ତ କରିବେ। ତାଜମହଲର ମୁଖ୍ୟ ଗମ୍ବୁଜରେ ପାଣି ଝରିବାର ଥର୍ମାଲ ସ୍କାନରୁ ଜଣାପଡ଼ିଛି। ତାଜମହଲର ଗମ୍ବୁଜରୁ ଲିକ୍ ହେଉଥିବାର ଜଣାପଡ଼ିଛି। ASI ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଥର୍ମାଲ ସ୍କାନିଂ ସମୟରେ 73 ମିଟର ଉଚ୍ଚତାରେ ଏକ ଜଳସ୍ରୋତ ଚିହ୍ନଟ କରାଯାଇଥିଲା। ଯାଞ୍ଚ କାର୍ଯ୍ୟ 15 ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହାପରେ ସ୍ମାରକୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ, ଯେଉଁଥିରେ 6 ମାସ ସମୟ ଲାଗିପାରେ। କାମାକ୍ଷା ମନ୍ଦିରରେ ଆଶୀର୍ବାଦ ପାଇବା ପାଇଁ ହଜାର ହଜାର ଭକ୍ତ ଧାଡ଼ିରେ ଛିଡ଼ା ହୋଇଛନ୍ତି। ଜୁନ୍ 26 ତାରିଖରେ ଅମ୍ବୁବାଚୀ ମେଲାର ଉତ୍ସାହୀ ଉତ୍ସବ ପରେ ଆସାମର କାମାକ୍ଷା ମନ୍ଦିର ପୁଣି ଖୋଲିଥିଲା। ଗୁରୁବାର ସକାଳ 6ଟାରୁ ସାର୍ବଜନୀନ ଦର୍ଶନ ପୁନଃ ଆରମ୍ଭ ହେବା ପରେ ହଜାର ହଜାର ଭକ୍ତ ମନ୍ଦିର ବାହାରେ ଧାଡ଼ିରେ ଠିଆ ହୋଇଥିଲେ। ଦେବୀ କାମାକ୍ଷାଙ୍କ ବାର୍ଷିକ ଋତୁସ୍ରାବକୁ ସମ୍ମାନ ଜଣାଇ ମନ୍ଦିରକୁ 3 ଦିନ ପାଇଁ ବନ୍ଦ କରାଯାଇଥିଲା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 97ତମ ଶ୍ରାଦ୍ଧ ଦିବସ ଉଦ୍ଯାପିତ ହେଲା। ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ବିଭିନ୍ନ ମନ୍ତ୍ରୀ ବିଧାୟକ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅତିଥିମାନେ ଗୋପବନ୍ଧୁଙ୍କୁ ଏକ ମହାନ ମାନବସେବୀ ଭାବେ ବର୍ଣ୍ଣନା କରି ଯୁବପିଢ଼ି ପାଇଁ ଆଦର୍ଶ ବୋଲି କହିଛନ୍ତି। ସେ ଲୋକସେବକ ମଣ୍ଡଳ ଓ ସମାଜ ପତ୍ରିକା ମାଧ୍ୟମରେ ସେବା କରିଥିଲେ। ଶେଷରେ ସାଂସ୍କୃତିକ ସଙ୍ଗୀତ ଓ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ଜନସାଧାରଣଙ୍କ ଅଭିଯୋଗ ଶୁଣି ସମସ୍ୟାର ତ୍ୱରିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆସନ୍ତା 30 ତାରିଖ ସୋମବାର ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗର ସ୍ଥିତ ପୂର୍ବତନ କ୍ୟାପିଟାଲ ନର୍ସରୀ ବିଦ୍ୟାଳୟରେ ଜନଶୁଣାଣି କରିବେ। ଏହି ଶୁଣାଣି ପାଇଁ ପଞ୍ଜୀକରଣ ଆଜି ଦିନ 12ଟାରୁ ଆରମ୍ଭ ହୋଇଛି। ଆଗ୍ରହୀ ଲୋକେ janashunani.odisha.gov.in ବା ମୋବାଇଲ ଆପ୍ ମାଧ୍ୟମରେ ପଞ୍ଜୀକରଣ କରି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିପାରିବେ। ଏହି ପଦକ୍ଷେପ ଲୋକଶାସନର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ବିଜେଡି ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ
ଶ୍ରୀ ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍ ଅପରେସନ୍ ପାଇଁ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜୁନ୍ 22 ତାରିଖରେ ସଫଳ ଅପରେସନ୍ ପରେ ସେ ବର୍ତ୍ତମାନ ବ୍ୟକ୍ତିଗତ କକ୍ଷରେ ରହି ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ରଥଯାତ୍ରା ଦିନ ସେ ଟିଭିରେ ଉତ୍ସବ ଦେଖିଥିଲେ, ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣି ବେଳେ ଶୀଘ୍ର ସୁସ୍ଥତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଲୋକମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଉନ୍ନତିକୁ ଦେଖି ଆନନ୍ଦିତ ହୋଇଛନ୍ତି। ଲଛମନଜୁ କଲେଜର ଇଂରାଜୀ ଅଧ୍ୟାପକ ଆଲୋକ ଚନ୍ଦ୍ର ବାରିକଙ୍କ ଜନ୍ମ ତାରିଖ ସଂଶୋଧନ ମାମଲାରେ ଉଚ୍ଚଶିକ୍ଷା ବିଭାଗ ବିଳମ୍ବ କରୁଥିବା ସନ୍ଦର୍ଭରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛି ଯେ ସେ ଜୁନ୍ 30ରେ ଅବସର ନ ନେଇ ପଦରେ କାର୍ଯ୍ୟ କରିପାରିବେ। ମାଟ୍ରିକ ସାର୍ଟିଫିକେଟର ଜନ୍ମ ତାରିଖରେ ମେଳ ନ ଥିବାରୁ ସେ ଉଚ୍ଚଶିକ୍ଷା ବିଭାଗ ନିକଟରେ ସଂଶୋଧନ ଅନୁରୋଧ କରିଥିଲେ, ଯାହା ବିଳମ୍ବ ହେବା ଫଳରେ ମାମଲା ହାଇକୋର୍ଟକୁ ଗଲା। ଶେଷରେ ଜୁଲାଇ 21 ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟ କରିବା ଅନୁମତି ମିଳିଛି। ଇରାନର ସର୍ବୋଚ୍ଚ ନେତା ଖେମିନି ଘୋଷଣା କରିଛନ୍ତି ଯେ ଆମେରିକା ମୁହଁକୁ ଶକ୍ତ ଚାପୁଡ଼ା ମରାଯାଇଛି। ଇସ୍ରାଏଲ ସହ ଅସ୍ତ୍ରବିରତି ପରେ ସେ କହିଛନ୍ତି, ଯଦି ଆମେରିକା ହସ୍ତକ୍ଷେପ ନ କରିଥାନ୍ତା ଇହୁଦୀ ଶାସନ ନଷ୍ଟ ହୋଇଯାଇଥାନ୍ତା। ଆମେରିକା କୌଣସି ଲାଭ ନ ପାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଇରାନ କ୍ଷେପଣାସ୍ତ୍ର ଆକ୍ରମଣକୁ ସ୍ୱାଭିମାନର ପ୍ରତିଶୋଧ ବୋଲି କହିଛନ୍ତି ଓ ଭବିଷ୍ୟତରେ ଏଭଳି କାର୍ଯ୍ୟ ପୁନରାବୃତ୍ତି ହେବା ଚେତାବନୀ। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ବଦ୍ରିନାଥ ଯାଉଥିବା ଏକ ବସ୍ ଅଳକାନନ୍ଦା ନଦୀକୁ ଖସି ପଡ଼ିଛି। ଦୁର୍ଘଟଣାରେ 3 ମୃତ୍ୟୁ ଓ 9 ନିଖୋଜ ଥିବା ଖବର ମିଳିଛି। ଡ୍ରାଇଭର ନିୟନ୍ତ୍ରଣ ହରାଇଥିବା ଜଣାପଡ଼ିଛି। ବସ୍ରେ 20 ଯାତ୍ରୀ ଥିଲେ, ଯାହାର ଅଧିକାଂଶ ଲୋକ ବସ୍ ଖସିବା ପୂର୍ବରୁ ଡେଇଁ ପଡ଼ି ବଞ୍ଚିଗଲେ। ଆପତ୍କାଳୀନ ଦଳ, ପୁଲିସ ଓ ଏସଡିଆରଏଫ୍ ଉଦ୍ଧାର କାମ ଚଳାଉଛନ୍ତି। ଯାତ୍ରୀମାନେ ରାଜସ୍ଥାନ ଓ ଗୁଜରାଟରୁ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏସସିଓ ବୈଠକରେ ପାକିସ୍ତାନ ଓ ଚୀନର ପ୍ରତି ଦୃଢ଼ ସ୍ଥିତି ନେଇଛନ୍ତି। ଆତଙ୍କବାଦ ଓ ବଲୁଚିସ୍ତାନ ବିଷୟରେ ଭାରତ ବିରୋଧୀ ଉଲ୍ଲେଖ ଥିବା ଯୁଗ୍ମ ବିବୃତିରେ ସ୍ୱାକ୍ଷର କରିବାକୁ ଭାରତ ଅସ୍ୱୀକାର କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଉଲ୍ଲେଖ ନ ଥିବାକୁ ନେଇ ଭାରତ ଅସନ୍ତୁଷ୍ଟ। ରାଜନାଥ ସିଂ ଏସସିଓ ରାଷ୍ଟ୍ରଗୁଡ଼ିକୁ ଆତଙ୍କବାଦ ବିରୋଧରେ ଏକତ୍ର ହେବାକୁ ଆହ୍ୱାନ କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ଯେଉଁମାନେ ଆତଙ୍କବାଦକୁ ଆଶ୍ରୟ ଦିଅନ୍ତି ସେମାନେ ନିଶ୍ଚୟ ଦଣ୍ଡିତ ହେବେ। ଯାତ୍ରୀମାନେ ଖୁସି ହେବେ। ଆଇଆରସିଟିସି ଏକ ନୂତନ ସୁବିଧା ଆଣିଛି। ଏସି ଖରାପ ହେଲେ କିମ୍ବା ଟ୍ରେନ୍ 3 ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ଟିକେଟ୍ ଟଙ୍କା ପୁରା ଫେରସ୍ତ ମିଳିବ। ଯାତ୍ରା ପରେ 24 ଘଣ୍ଟା ମଧ୍ୟରେ ଆଇଆରସିଟିସି ୱେବସାଇଟରେ ଅଭିଯୋଗ କରିବାକୁ ପଡ଼ିବ। ରିଫଣ୍ଡ ପ୍ରକ୍ରିୟା ସହଜ ଓ ସ୍ପଷ୍ଟ। ଟଙ୍କା 7 ରୁ 10 ଦିନରେ ଆକାଉଣ୍ଟକୁ ଆସିଯିବ। ଏହି ନିୟମ କେବଳ କନଫର୍ମ ଟିକେଟ୍ ପାଇଁ ଲାଗୁ। ଇରାନ ଇସ୍ରାଏଲ ଯୁଦ୍ଧବିରତି ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୀତିରେ ବଦଳ ଦେଖାଯାଇଛି। ସୂତ୍ର ଅନୁସାରେ ଆମେରିକା ଇରାନର ପରମାଣୁ କାର୍ଯ୍ୟକ୍ରମ ପାଇଁ 20 ରୁ 30 ବିଲିୟନ ଡଲାର ଅନୁଦାନ ଦେଇପାରେ। ଏହି ସମୟରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କାଟଜ ସତେଜନ କରିଛନ୍ତି ଯେ ଆବଶ୍ୟକ ହେଲେ ଏହି ଦେଶ ପୁଣି ଇରାନ ଉପରେ ଆକ୍ରମଣ କରିବେ। ସେ କହିଛନ୍ତି ଇସ୍ରାଏଲ କେବେ ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାକୁ ଦେବ ନାହିଁ। ଜୁଲାଇ ମାସ ଆସିବା ସହିତ ଅନେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ଆମର ଦୈନିକ ଜୀବନ ଓ ଆର୍ଥିକ ଖର୍ଚ୍ଚ ଉପରେ ପଡ଼ିବ। ରେଳ ଟିକେଟ୍ ଭଡ଼ା ବୃଦ୍ଧି। ଏସି ଟିକେଟ୍ ପ୍ରତି କିମି 2 ପଇସା, ନନ୍ ଏସି ପ୍ରତି କିମି 1 ପଇସା। 2. ତତ୍କାଳ ଟିକେଟ୍ ନିୟମ। ଆଧାର ସହିତ ଲିଙ୍କ ଓଟିପି ବାଧ୍ୟତା। ବୁକିଂ ପୂର୍ବରୁ ଏଜେଣ୍ଟମାନେ ଟିକେଟ୍ ବୁକ୍ କରିପାରିବେ ନାହିଁ। 3. ପାନ୍ ଆଧାର ନିୟମ। ପାନ୍ କାର୍ଡ଼ ପାଇଁ ଆଧାର ବାଧ୍ୟତା। ଲିଙ୍କିଂ ଶେଷ ତାରିଖ 31 ଡିସେମ୍ବର 2025। 4. ଏଚଡିଏଫସି କ୍ରେଡିଟ୍ କାର୍ଡ଼ ନିୟମ। ଥାର୍ଡ ପାର୍ଟି ଆପ୍ରେ ପେମେଣ୍ଟରେ 1% ଚାର୍ଜ। ୟୁଟିଲିଟି ବିଲ୍ ମଧ୍ୟ ଚାର୍ଜ ଲାଗିବ। 5. ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ୍ ନିୟମ। ମାଗଣା 5ଟି ଟ୍ରାଞ୍ଜାକ୍ସନ୍ ପରେ ଅତିରିକ୍ତ ପ୍ରତି ଟ୍ରାଞ୍ଜାକ୍ସନରେ 23 ଟଙ୍କା ଚାର୍ଜ।
ଯେଉଁମାନେ ଯାତ୍ରା କରନ୍ତି, ଅନଲାଇନ୍ ଟିକେଟ୍ ବୁକ୍ କରନ୍ତି କିମ୍ବା ବ୍ୟାଙ୍କ ସେବା ବ୍ୟବହାର କରନ୍ତି ସେମାନେ ଏହି ନିୟମ ମାନିବାକୁ ବାଧ୍ୟ ହେବେ। ଚଳିତ ବର୍ଷ ରଥଯାତ୍ରା କେବଳ ଧାର୍ମିକ ଉତ୍ସବ ନୁହେଁ, ଏହା ଆର୍ଥିକ ସଚେତନତା ପାଇଁ ମଧ୍ୟ ଏକ ଅବସର ହେବାକୁ ଯାଉଛି। ଏଥର ରଥଯାତ୍ରାରେ ମ୍ୟୁଚୁଆଲ ଫଣ୍ଡ ବିଷୟରେ ଲୋକଙ୍କୁ ସଚେତନ କରିବା ଲାଗି ବିଶାଳ ଅଭିଯାନ ଆରମ୍ଭ ହେବ। ଅଭିଯାନର ମୁଖ୍ୟ ବିଶେଷତା ହେଉଛି ରଥଯାତ୍ରା ଦିନଠାରୁ ବାହୁଡ଼ା ପର୍ଯ୍ୟନ୍ତ 9 ଦିନ ଧରି ଚାଲିବ। ପୁରୀ ବେଳାଭୂମିରେ ବାଲୁକା କଳା, ବଡ଼ଦାଣ୍ଡରେ ଷ୍ଟଲ୍ ଓ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ। ଭୁବନେଶ୍ୱର କଟକରେ ଚାଲିବ ନିବେଶ ରଥ। ସାଂସ୍କୃତିକ ସନ୍ଧ୍ୟାରେ ମ୍ୟୁଚୁଆଲ ଫଣ୍ଡର ଉପକୃତି ବିଷୟରେ ଅନୁଷ୍ଠାନ। ଉଦ୍ଦେଶ୍ୟ ଭକ୍ତିରେ ଲୀନ ଲୋକଙ୍କୁ ଆର୍ଥିକ ଶିକ୍ଷା ଦେଇ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସଚେତନ କରିବା। ଏହା ଭିତରେ ପ୍ରମୁଖ ଟ୍ୟାଗଲାଇନ୍ ରହିଛି, ଶ୍ରଦ୍ଧାରେ ଚାଲୋ ରଥ, ଅନୁଶାସନରେ ଚାଲେ ନିବେଶ। ବିଶେଷ ଆକର୍ଷଣ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ତରଫରୁ ମ୍ୟୁଚୁଆଲ ଫଣ୍ଡ ଉପରେ ନିର୍ମିତ ବାଲୁକା କଳା। ବଜାର ଜ୍ଞାନ ନଥିବା ଲୋକ ମଧ୍ୟ ସଂଖ୍ୟାଲଘନ ଏବଂ ବୁଦ୍ଧିଶୀଳ ଫଣ୍ଡର ଲାଭ ଉଠାଇ ପାରିବେ। ଲମ୍ବା ସମୟ ନିବେଶ ମାଧ୍ୟମରେ ଅଧିକ ରିଟର୍ଣ୍ଣ ଲାଭ କରିବା ଅବସର। ନିବେଶ ସୂଚନା ସହିତ ଭକ୍ତିର ଅଭିନବ ମିଶ୍ରଣ ଏହି ରଥଯାତ୍ରାକୁ ବୈଶିଷ୍ଟ୍ୟମୟ କରିଛି। ଏହି ଅଭିଯାନ ଓଡ଼ିଆ ଲୋକଙ୍କୁ ଭକ୍ତି ସହିତ ସୁଦୃଢ଼ ଆର୍ଥିକ ଭବିଷ୍ୟତ ଦିଗରେ ଅଗ୍ରସର କରିବ। ଏକ ମନମୁଗ୍ଧ ଘଟଣା, ଜଣେ ମୁସଲମାନ ମହିଳା ନିଜ ଆତ୍ମୀୟଙ୍କ ସ୍ୱାସ୍ଥ୍ୟ ଲାଗି ଭଗବାନ ଶିବଙ୍କ ମନ୍ଦିରରେ ଯାଇ ପୂଜା ପ୍ରାର୍ଥନା କରିଥିଲେ। ଏହି ଦୃଶ୍ୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ବ୍ୟାପକ ଭାବରେ ଭାଇରାଲ ହେଉଛି। ସେ ମହିଳା କହିଛନ୍ତି ଯେ ତାଙ୍କ ନିକଟତମ ଜଣେ ନର୍ସିଂ ହୋମରେ ଗମ୍ଭୀର ଅବସ୍ଥାରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ସେ ଭଗବାନ ଶିବଙ୍କୁ ଶରଣାଗତ ହୋଇ ପ୍ରାର୍ଥନା କରିଥିଲେ। ଆଜି ସେ ବ୍ୟକ୍ତି ସୁସ୍ଥ ଓ ସୁସ୍ଥିର, ତେଣୁ ସେ ମନ୍ଦିରକୁ ଫେରି କୃତଜ୍ଞତା ଜଣାଇଥିଲେ। ଆଜିର ନ୍ୟୁଜ୍ ଅପଡେଟ୍ଟି ଆପଣଙ୍କୁ ଇନଫର୍ମେଟିଭ୍ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଲାଇକ୍, ସେୟାର ଆଣ୍ଡ କମେଣ୍ଟ କରନ୍ତୁ। ଜୟ ଶ୍ରୀରାମ, ଜୟ ହନୁମାନ।